ଯୁବ ସମାଜସେବୀ ତଥା ଗୋସେବକ ସ୍ୱର୍ଗତ ଶୁଭ୍ରାଂଶୁ ଶେଖର ରାଉତ ଅର୍ଥାତ୍ ବାପୁଙ୍କ ସ୍ମୃତିରେ ଜଳଛତ୍ର ପଣାଛତ୍ର ବ୍ୟାସନଗର ପୌର ପରିଷଦ ଚୋରଦା ଛକରେ ବାଟୋଇମାନଙ୍କୁ ବଣ୍ଟନ କରାଯାଇଥିଲା। ଗ୍ରୀଷ୍ମ ପ୍ରବାହ ଅସହ୍ୟ ଗରମ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ପଥଚାରୀମାନେ। ପଥଚାରୀମାନଙ୍କୁ ଆଖି ଆଗରେ ରଖି ଚୋରଦା ଗ୍ରାମର ଯୁବଗୋଷ୍ଠୀମାନଙ୍କ ପକ୍ଷରୁ ଜଳଛତ୍ର ପଣାଛତ୍ର ବଣ୍ଟନ କରାଯାଇଥିଲା। ଟାଣ ଖରା ଓ ଗରମ ଯୋଗୁଁ ପଥିକମାନେ ଶୋଷର ଶିକାର ହେଉଛନ୍ତି। ବ୍ୟାସନଗର ସହରକୁ ଦୈନିକ ହଜାର ହଜାର ଲୋକ ଆସୁଛନ୍ତି ସେମାନଙ୍କୁ ଶୀତଳ ଜଳ ଯୋଗାଇ ଦେବା ପାଇଁ। ଆଜି ଚୋରଦା ଛକଠାରେ ଜଳଛତ୍ର ଖୋଲା ହୋଇଛି। ଦହି ସରବତ ପଥିକମାନେ ପିଇ ଶୋଷ ମେଣ୍ଟାଇ ଆଶ୍ୱସ ଅନୁଭବ କରୁଛନ୍ତି। ଜଳଛତ୍ର 2 ମାସ ଧରି ଚାଲିବ। ଚୋରଦା ଗ୍ରାମର ଯୁବଗୋଷ୍ଠୀମାନେ ନିଜର ସାଙ୍ଗ ଶୁଭ୍ରାଂଶୁ ସ୍ମୃତିକୁ ମନେ ରଖିବା ପାଇଁ ଜଳଛତ୍ର ଖୋଲି ପଥିକମାନଙ୍କୁ ଶୋଷ ମେଣ୍ଟାଉଛନ୍ତି। ଏହି ଜଳଛତ୍ର ପଣାଛତ୍ରକୁ ଶୁଭ୍ରାଂଶୁଙ୍କ ବାପା ଆଡଭୋକେଟ୍ ଲୋକନାଥ ରାଉତ, ଦାଦା ଅଜୟ କୁମାର ରାଉତ, ଚୋରଦା ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ପଣାଛତ୍ର ଜଳଛତ୍ର ପିଇ ସ୍ୱର୍ଗତ ଶୁଭ୍ରାଂଶୁ ଶେଖର ରାଉତଙ୍କୁ ମନେ ପକାଇଥିଲେ। ବ୍ୟାସନଗରରୁ ପ୍ରଦ୍ୟୁମ୍ନ କୁମାର ବୋଇତାଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।